ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ। ସଂହିତା, ବ୍ରାହ୍ମଣ ଭାଗ, ଆରଣ୍ୟକ, ଉପନିଷେଦ, ବେଦାଙ୍ଗ ଏହା ଉପବେଦର ସମୂହକୁ ବୁଝାଇଥାଏ। ଋଷିମାନେ ଏହାକୁ ଶୁଣି ମନେ ରଖୁଥିବାରୁ ଏହାର ଅନ୍ୟ ନାମ ଶ୍ରୁତି। ବେଦ ପରମ୍ପରାକୁ ମାନୁଥିବା ସନାତନୀ ହିନ୍ଦୁ ଧର୍ମୀଙ୍କୁ ଶ୍ରୋତି ବା ଶ୍ରୋତୀୟ କୁହାଯାଏ। ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା, ବ୍ରାହ୍ମଣ, ଉପନିଷେଦ, ଆରଣ୍ୟକ, ବେଦାଙ୍ଗ ଓ ଉପବେଦ ରହିଛି। ନିଜର କାମନା ପୂରଣ ପାଇଁ ହେଉ ବା ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେଉଁ କର୍ମ କରାଯାଏ ତାହାକୁ କର୍ମକାଣ୍ଡ କୁହାଯାଏ। ଯଜ୍ଞର କର୍ମକାଣ୍ଡରେ ଋକ୍, ଯଜୁ ଓ ସାମ ଏହି ତିନି ବେଦରୁ ମନ୍ତ୍ରପାଠ କରାଯାଏ। ବ୍ରହ୍ମା ଯଜ୍ଞର ଅଧ୍ୟକ୍ଷ ରୂପରେ କାର୍ଯ୍ୟ କରନ୍ତି। ସେ ଚାରି ବେଦର ଜ୍ଞାତା ଓ ଅଥର୍ବ ବେଦର ବିଶେଷଜ୍ଞ। ଋକ୍ ବେଦର ପ୍ରତିନିଧି ହୋତା, ଯଜୁର୍ବେଦର ପ୍ରତିନିଧି ଅଧର୍ୟୁ ଓ ସାମ ବେଦର ପ୍ରତିନିଧି ଉଦ୍ଗାତା ଯଜ୍ଞ ବିଧାନରେ ଅଂଶଗ୍ରହଣ କରନ୍ତି। ଅଥର୍ବ ବେଦର ପ୍ରତିନିଧି ବ୍ରହ୍ମା ଯଜ୍ଞ କାର୍ଯ୍ୟରେ ସାକ୍ଷୀ ହୋଇ ବସନ୍ତି। ଆମର ପ୍ରାଚୀନ ବୈଦିକ ପରମ୍ପରାରେ କର୍ମକାଣ୍ଡକୁ ବହୁତ ପ୍ରାଧାନ୍ୟ ଦିଆଯାଇଛି। କୌଣସି ଏକ କାର୍ଯ୍ୟ ବା ଗୃହ ପ୍ରତିଷ୍ଠା ପୂର୍ବରୁ ମଣ୍ଡଳ ପ୍ରତିଷ୍ଠାର ବିଧାନ ରହିଛି। ଯଜ୍ଞର ପୂର୍ବଦିନ ମଣ୍ଡଳ ଅଧିବାସ ହୋଇଥାଏ। ଯଜ୍ଞର ପୁରୋହିତମାନେ ସୁନ୍ଦର ମୁରୁଜରେ ମଣ୍ଡଳମାନ ଅଙ୍କନ କରିଥାନ୍ତି। ଏହି ମଣ୍ଡଳ ହେଉଛି ସମ୍ପୃକ୍ତ ଦେବତାଙ୍କ ଅବସ୍ଥାନସ୍ଥଳୀ ବା ଆସନ। ବିଭିନ୍ନ ରଙ୍ଗ ହେଉଛି ବିଭିନ୍ନ ଦେବତାଙ୍କ ପ୍ରତୀକାତ୍ମକ ଛବି। ଆଜି ଆମେ ଏହି ନ୍ୟାୟରେ ଜାଣିବା ଶିବନାଭ ମଣ୍ଡଳ ବିଷୟରେ, ଯାହା ମହାରୁଦ୍ର ଯଜ୍ଞରେ ବ୍ୟବହାର କରାଯାଏ। ମହାରୁଦ୍ର ଯଜ୍ଞରେ ଯଜ୍ଞାଧିପତି ହେଉଛନ୍ତି ଭଗବାନ ଶିବ। ତେଣୁ ସର୍ବପ୍ରଥମେ ତାଙ୍କୁ ଶିବନାଭ ମଣ୍ଡଳରେ ଆବାହନ କରାଯିବ। ଏହି ମଣ୍ଡଳଟି ସମୁଦାୟ 22 ରେଖାଯୁକ୍ତ ମଣ୍ଡଳ। ହଳଦିଆ ରଙ୍ଗର 8 ଗୋଟି କୋଠରୀ ଗୁଡ଼ିକ ଶିବଲିଙ୍ଗର ପ୍ରତୀକ। ମଙ୍ଗଳୋ ଭଗବାନ ଶମ୍ଭୁ, ମଙ୍ଗଳୋ ବୃଷଭଧ୍ୱଜ, ମଙ୍ଗଳ ପାର୍ବତୀ କାନ୍ତ, ମଙ୍ଗଳାୟ ତନୋହର। ବିବିଧ ମଣ୍ଡଳରେ ରଞ୍ଜିତ ଏହି ଶାଲାକୁ ଯଦି ଆମେ ଦେଖିବା ତାହେଲେ ମୋର ପୃଷ୍ଠଭାଗରେ ଯେଉଁ ମଣ୍ଡଳ ରଞ୍ଜିତ ହୋଇଛନ୍ତି ସେହି ମଣ୍ଡଳକୁ ଶିବନାଭ ମଣ୍ଡଳ ବୋଲି କୁହାଯାଇଥାଏ। ଶିବନାଭ ମଣ୍ଡଳର ପ୍ରାଧାନ୍ୟତା କ'ଣ ନା, ଯଦି ଭାରତୀୟ ଆଗମ ଶାସ୍ତ୍ରକୁ ଆମେ ଦେଖିବା ତାହେଲେ 5 ସଂଖ୍ୟାର ଏକ ବିଶେଷ ମହତ୍ଵ ରହିଛି। ପଞ୍ଚଦେବତା ଉପାସନା, ପଞ୍ଚ ପ୍ରାଣର ବ୍ୟବସ୍ଥା, ପଞ୍ଚ ମହାଭୂତ, ଶବ୍ଦାଦି ପଞ୍ଚତନ ମାତ୍ର, ଏଭଳି ଭାବରେ 5 ସଂଖ୍ୟାର ବିଶେଷ ପ୍ରାଧାନ୍ୟତା ରହିଥିବା କାରଣରୁ ପ୍ରାମୁଖ୍ୟ ଭାବରେ ଆମର ଏହି ଆଗମ ପୂଜନରେ ଯେଉଁ ପଞ୍ଚଦେବତାର କଥା କୁହାଯାଏ ତନ୍ମଧ୍ୟରେ ଯେଉଁ ଗଣେଶ, ଅମ୍ବିକା, ବିଷ୍ଣୁ, ସୂର୍ଯ୍ୟ ଏବଂ ଭଗବତୀ ଦେବୀଙ୍କର ଆମେ ପୂଜନ କରିଥାଉ, ସେହି ପଞ୍ଚଦେବତାମାନଙ୍କ ମଧ୍ୟରେ ଭଗବାନ ଶମ୍ଭୁ ବା ଭଗବାନ ଶିବଙ୍କର ପ୍ରାଧାନ୍ୟ ସର୍ବବିଦିତ। ଶିବ ଶବ୍ଦ ମଙ୍ଗଳବାଚକ ଶବ୍ଦ। ଶିବ ଯାହା ମଙ୍ଗଳର ଦ୍ୟୋତକ, ସଂହାରକର୍ତ୍ତା ରୂପରେ ଆମେ ଯାହାଙ୍କୁ ପୂଜା କରିଥାଉ, ତାଙ୍କର ପ୍ରୀତିକାମରେ ଏହି ମଣ୍ଡଳ ଏଠାରେ ରଞ୍ଜିତ ହୋଇଛନ୍ତି। 12 ଗୋଟି ପଦ୍ମ ପାଖୁଡ଼ା
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ପ୍ରତୀକ ଭାବରେ ବିରାଜିତ। ଏହି ପବିତ୍ର ମଣ୍ଡଳରେ ସର୍ବୋପରି ପଞ୍ଚଦେବତା ଉପାସିତ ହୋଇଥାନ୍ତି। ମଣ୍ଡଳର ଚାରିକୋଣରେ ଚାରି ବେଦ ପ୍ରତୀକାତ୍ମକ ଭାବରେ ବିଦ୍ୟମାନ। ମଣ୍ଡଳର ମଧ୍ୟଭାଗରେ ଶିବ ଓ ପାର୍ବତୀ ଏକାତ୍ମ ଭାବରେ ବିରାଜିତ। କାଳିଦାସଙ୍କର ଆପଣ ଯେତେବେଳେ କାବ୍ୟ ପଢ଼ିବେ ସେତେବେଳେ ଶିବଙ୍କର ଅଷ୍ଟମୂର୍ତ୍ତିର କଥା କୁହାଯାଇଛି। ଶିବଙ୍କର 8 ଗୋଟି ମୂର୍ତ୍ତିର ଯେଉଁ ତତ୍ତ୍ୱ, ସେହି ତତ୍ତ୍ୱର ପ୍ରତୀକାତ୍ମକ ସ୍ୱରୂପ ଭାବରେ ଆମେ ଏହି ମଣ୍ଡଳକୁ ସ୍ୱୀକାର କରିପାରିବା। ତଦବ୍ୟତିରିକ୍ତ ମଣ୍ଡଳର ଯେଉଁ ମଧ୍ୟପଦ୍ମ ରହିଛି ତାର ଚତୁଃପାର୍ଶ୍ୱରେ ଯେଉଁ 12 ଗୋଟି ପଦ୍ମର ଏକ ଭ୍ରାମ୍ୟମାଣ ସ୍ୱରୂପ ଆପଣମାନେ ଦେଖୁଛନ୍ତି, ସେହି ଭ୍ରାମ୍ୟମାଣ ସ୍ୱରୂପ ଭାରତର ପ୍ରାଚୀନ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଏକ ଅଭିନବ କଳ୍ପନା ଅଟେ। ସେହି 12 ଗୋଟି ପଦ୍ମ ମଧ୍ୟରେ ସୋମନାଥ ଆଦି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମାନଙ୍କର ପୂଜନର ପ୍ରକ୍ରିୟା କରାଯାଇଥାଏ। ଯଦିଓ ଏହି ମଣ୍ଡଳର ପ୍ରଧାନ ଦେବତା ଶିବ ରୂପରେ ବିଦିତ ହୋଇଥାନ୍ତି, କିନ୍ତୁ ତାଙ୍କର ପଞ୍ଚାୟତନ ବା ଅଙ୍ଗଦେବତା ରୂପରେ ଆମେ ଅନ୍ୟ 4 ଜଣ ଦେବତାଙ୍କର ମଧ୍ୟ ପୂଜନ କରିଥାଉ। ଏହି ମଣ୍ଡଳରେ ବ୍ୟବହୃତ ଧଳାମୁରୁଜ ଶ୍ୱତଗୁଣ, ନାଲି ରଙ୍ଗ ରଜଗୁଣ ଓ କଳା ରଙ୍ଗ ତମଗୁଣର ପ୍ରତୀକ ଭାବରେ ବ୍ୟବହୃତ। ବାସ୍ତବରେ ଅକ୍ଷତ ବା ମୁରୁଜରେ ଅଙ୍କିତ ଏହି ମଣ୍ଡଳ ଆମ ଧର୍ମ ଭାବନା ଓ ଜୀବଧାରାର ପ୍ରତୀକ। ଏହି ପରମ୍ପରା ବଞ୍ଚି ରହିଲେ ଏ ମାନବ ଜାତିର ସଂସ୍କୃତି ବଞ୍ଚି ରହିବ। କର୍ମକାଣ୍ଡରେ ମଣ୍ଡଳ ପୂଜାର ଆଗାମୀ ଅଧ୍ୟାୟରେ ଦେଖିବା ବାସ୍ତୁମଣ୍ଡଳ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ଭକ୍ତି ଓଡ଼ିଶା, ଆଧ୍ୟାତ୍ମିକତାର ଅନୁଭବ।